ମହାପ୍ରଭୁଙ୍କର 12 ମାସରେ 13 ଯାତ୍ରା। ଏଇ ଯାତ୍ରା ଭିତରୁ ଚନ୍ଦନ ଯାତ୍ରା ହଉଛି ଅନ୍ୟତମ ଯାତ୍ରା। ଜାଣିଥିବେ ଏଇ ଯାତ୍ରା ଆମର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରୁ ଆରମ୍ଭ ହୋଇଥାଏ। ଏଇ ଯାତ୍ରା ଦୀର୍ଘ 21 ଦିନ ବ୍ୟାପୀ ଚନ୍ଦନ ଯାତ୍ରା କାର୍ଯ୍ୟକ୍ରମ କୁହାଯାଇଥାଏ। ଏହାକୁ ଆମେ ବାହାର ଚନ୍ଦନ ଯାତ୍ରା ବୋଲି କହିଥାଉ। ଯେହେତୁ ମହାପ୍ରଭୁଙ୍କର ବିଜେ ପ୍ରତିମା ଏଇ ଯାତ୍ରାରେ ସାମିଲ ହୋଇଥାନ୍ତି, ଏଇ ଯାତ୍ରାକୁ ଆମେ ଜଳ କ୍ରୀଡ଼ା ନୀତି ବା ଚନ୍ଦନ ନୀତି କହିପାରିବା। ଯେହେତୁ ଜାଣିଥିବେ ମହାପ୍ରଭୁ ହଉଛନ୍ତି ମାନବୀୟ ଲୀଳା ଯେହେତୁ ଧାରଣ କରିଛନ୍ତି, ତାଙ୍କର ସମସ୍ତ ନୀତିକାନ୍ତି ମାନବୀୟ ରୂପରେ କାର୍ଯ୍ୟକ୍ରମ କରାଯାଇଥାଏ। ଅର୍ଥାତ୍ ଯଥା ଦେହେ ତଥା ଦେବତା। ଯେମିତି ଆମେ ଆମର ସମସ୍ତ ଦୈନିକ ନୀତିକାନ୍ତି ସବୁ ଆମର ଦୈନନ୍ଦିନ ମାନେ ନୀତିଚର୍ଯ୍ୟା ଯାହା କରିଥାଉ, ସେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ହୋଇଥାଏ। ତାହା ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥାଏ। ଆପଣ ଜାଣିଥିବେ ସୁସଜ୍ଜିତ ବିମାନରେ ନିଜେ ମହାପ୍ରଭୁଙ୍କର ବିଜେ ପ୍ରତିମା ଗୋବିନ୍ଦଜୀଉ ମହାଲକ୍ଷ୍ମୀ ଏଇ ଯାତ୍ରାରେ ସାମିଲ ହୋଇଥାନ୍ତି। ଏଇ ଯାତ୍ରା ଚନ୍ଦନ ପୁଷ୍କରଣୀକୁ କରିଥାନ୍ତି। ଆକୁ ଆମେ ଜଳ କ୍ରୀଡ଼ା ନୀତି ବି କହିପାରିବା। କାହିଁକି ନା ଏଇ ଜଳ କ୍ରୀଡ଼ା ନୀତି ସ୍ୱତନ୍ତ୍ର ଉଦାହରଣ ଭାବେ ଆମେ କହିପାରିବା। ଆର ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ରମ ତୁଲାଇଥାନ୍ତି ଆମର କୈବର୍ତ୍ତ ସେବାୟତଙ୍କ ଦ୍ଵାରା। ଯେହେତୁ ସେ ନାବିକ ସେବା ଯୋଗେଇକିନି ଗୋଟେ ଭଉଁରୀ ଯାତ୍ରା କରିଥାନ୍ତି ଚନ୍ଦନ ପୁଷ୍କରିଣୀରେ। ଚନ୍ଦନ ତାଲାର ଚତୁଃପାର୍ଶ୍ୱରେ ଏଇ ଯାତ୍ରା କରିଥାନ୍ତି। ଚନ୍ଦନ ତାଲା ଆପଣ ଜାଣିଥିବେ, ଚନ୍ଦନ ପୁଷ୍କରଣୀ ଭିତରେ ଯୋଉ ମନ୍ଦିରକୁ ଆମେ ଚନ୍ଦନ ତାଲା ବୋଲି କହିଥାଉ, ତା ଭିତରେ ସୁସଜ୍ଜିତ କୁଣ୍ଡ ଚନ୍ଦନ କୁଣ୍ଡ ଥାଏ। ସେ ଚନ୍ଦନ କୁଣ୍ଡରେ ସୁଗନ୍ଧିତ ମନ୍ତ୍ର ପୂଜିତ ସ୍ନାନ କରାଯାଏ। ନିଜେ ମହାପ୍ରଭୁ ଏଇ ଜଳ କ୍ରୀଡ଼ା ନୀତି ସେଠି କରିଥାନ୍ତି। ଅଗୁରୁ ଚନ୍ଦନ ଚୁଆ ପୁଷ୍ପ ଆଦି ମନ୍ତ୍ର ପୂଜିତ ହୋଇ ସେଠି କରିଥାନ୍ତି। ରାତ୍ର ପର୍ଯ୍ୟନ୍ତ ଏଇ ଜଳ କ୍ରୀଡ଼ା ନୀତି ଚାଲିଥାଏ। ପୁନର୍ବାର ରାତ୍ର ସମୟରେ ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ମହାପ୍ରଭୁ ନିଜେ ତାଙ୍କ ଆସ୍ଥାନକୁ ଆସି ଝିନ୍ନ ବସ୍ତ୍ରକୁ ଲାଗି କରିଥାନ୍ତି। ଚନ୍ଦନ ହରିକା ନିଜେ ଧାରଣ କରିଥାନ୍ତି। ସର୍ବାଙ୍ଗେ ଚନ୍ଦନ ଧାରଣ କରିଥାନ୍ତି। ପୁଷ୍ପ ଫୁଲ ଧାରଣ କରିଥାନ୍ତି। ପରେ କେଳି ମାଣ୍ଡୁଅ ପଣା ଭୋଗ କରାଯାଇଥାଏ। ପୁନର୍ବାର ଆମର ମହାପ୍ରଭୁଙ୍କର ବିଜେ ପ୍ରତିମା ପାଲିଙ୍କିରେ ଆମର ବିମାନରେ ବସିକିନି ଶ୍ରୀମନ୍ଦିରକୁ ଯାତ୍ରା କରିଥାନ୍ତି। ଏହାକୁ ଆମେ ଚନ୍ଦନ ଯାତ୍ରା ବୋଲି କହିଥାଉ।